ଆଉ ସାହିଲ କୁଆଡେ ଯାଇଥିଲୁ କୁଆଡେ? ଆରେ ବସ ବସିଆ ଦିଲ୍ଲୀ ହରିକା ବସିଛନ୍ତି, ନଣ୍ଡା ବି ବସିଛି ହେଲା। ଦାନ୍ତ କାଟି ହସୁଛ ଭାଇ? ଦାନ୍ତ କାଠିର ଯୋଉ ଘଷ ଯୋଉ ମଜା ତମେ ଜାଣିବ କଣ? ତମେ ତ ବ୍ରସ୍ ରେ ଘଷିଲ, ଥରେ ଦାନ୍ତ କାଠିର ଘଷ ମଜା କଣ ଜାଣିବ? ଆଚ୍ଛା ଇଏ କି ଦାନ୍ତ କାଠି? କରନ୍ତ। କଣ ଦାନ୍ତ କାଠି? ହଁ। ଆକୁ ଘଷିଲେ କଣ ହବ? ମାନେ ଦାନ୍ତରେ ପୋକ ଲାଗିବନି। ପିତା ଘଷିଲେ ଦାନ୍ତ ପାଇଁ ଉପକାର ବହୁତ। ନା ଭାଇ ଠିକ କଥା, ଠିକ କଥା, ପୁରା ଠିକ କଥା। ଏଟା ବହୁତ ଆଗରୁ ଆଗ କାଳରୁ ଚାଲି ଆସିଛି। ଆମ ବାପ ଜେଜେ ବି ଦାନ୍ତ ଘଷୁଛନ୍ତି ତା ଦ୍ୱାରା, ଆମେ ବି ଦାନ୍ତ ଘଷି ଚାଲିଛୁ। ଆରେ ପାଉଁଶ ଯୋଉ ଘଷି ପାଉଁଶରେ ଘଷୁଛନ୍ତି ସବୁ ଗାଁରେ ମୁଁ ଦେଖିଛି, ବୁଢା ହଉ ବୁଢୀ ହଉ ମାନେ ପାଉଁଶରେ ଘଷନ୍ତି। ପାଉଁଶର ଘଷିଲେ ଟିକେ ଇଏ ଆସେ ଆଉ ପଲିସ ଟା ଭଲ ଆସିବ, ଦାନ୍ତ ଟା ଭଲ ମାନେ କିଛି ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ। ଆଚ୍ଛା ଆଗରୁ ଚାଲି ଆସିଛି, ଆମେ ଏଇଟା ବଜେଇ ରଖିଛୁ, ଆମେ ବଜେଇ ରଖିବା ଦରକାର। ଆମର ଏଇଟା ଇଏଟା ସତରେ ଗୋଟେ କଥା ଭାବୁଛି, ଆମେ ଯେତେବେଳେ ପିଲା ଥିଲେ ମୋର ମନେ ଅଛି ସାନ୍ତ ଜେଜେମା ଇଏ ସବୁ ପାଉଁଶରେ ଘଷନ୍ତି। ଏମିତି କେବେ ସମୟ ଅଛି ଦିଲୁ ତମର ମନ ନଥିବ, ମୁଁ କହୁଛି ରିଏଲ କଥା, ବନ ମାଟି ଯୋଉ ବନ ମାଟି ବିଲରେ ହୁଏ, ସେ ବନ ମାଟିରେ ବି ଆମେ ମୁଣ୍ଡ ସଫା କରୁଛୁ। କିନ୍ତୁ ବର୍ତ୍ତମାନ କ୍ଲିନିକ ସାମ୍ପ, ଡୋଭ ସାମ୍ପ, ସନସିଲ୍କ ବିଭିନ୍ନ ରକମ, କିନ୍ତୁ ଚୁଟି ଉପୁଡୁଛି। ସେଇ ଜିନିଷ ଭାଇ, ତାକୁ ଆମେ ଅଲଗା କରିକି ଆମକୁ ଦେଇ ଦଉଛନ୍ତି। ଆମେ ଭାବୁଛନ୍ତି ଏଟା ତାଠାରୁ ବେଟର ପ୍ୟାକେଜିଂ ହେଇ ପଳେଇ ଆସୁଛି। କିନ୍ତୁ ଦେଖ ମୁଁ ଦେଖ ମୁଁ କ୍ୟାପ୍ ଟା ଦଉଛି ଏଥିପାଇଁ ଡଷ୍ଟ ଫଷ୍ଟ ପଡିବନି କି। ମୋ ଚୁଟି ଦେଖ, ମୁଁ ବନ ମାଟିରେ ବି ସଫା କରିଛି ମୁଣ୍ଡ। ମୋର ମନେ ଅଛି ବନ ମାଟିରେ, ଆମ ଏ ପୋଖରୀରେ ଆମେ ଗାଧେଇଲା ବେଳେ ବନ ମାଟିରେ ଆମେ ସଫା କରୁ ମାନେ ମୁଣ୍ଡ। କିନ୍ତୁ ବର୍ତ୍ତମାନ ଆମ ଚୁଟି ଦେଖ କେତେ ଷ୍ଟ୍ରଙ୍ଗ, ଟାଣିଲେ ବି ଛିଡୁ ନାହିଁ। ବର୍ତ୍ତମାନ ଛୋଟ ଛୁଆଙ୍କର ବି ପାଚି ଯାଉଛି, ଆଉ ଚନ୍ଦା ବି ହେଇଯାଉଛନ୍ତି ଅଧିକାଂଶ, କାରଣ ତା ଦେହରେ କେମିକାଲ ନଥିଲା। କିନ୍ତୁ ବର୍ତ୍ତମାନ ଯୋଉ ସାମ୍ପ ହଉ ଯାହା ହଉ ସବୁଥିରେ କେମିକାଲ ରହୁଛି। କିନ୍ତୁ ଆଉ ଗୋଟେ କଥା ମୋର ମନେ ଅଛି, ଶୁଣ, ଯେତେବେଳେ ଆମେ ସ୍କୁଲରୁ ଆସୁ, ସେତେବେଳେ ଆମେ 4ଟା ବେଳେ ଆସୁ ପହଞ୍ଚୁ, ଆମର ଗୋଟେ ସଜ ପଖାଳ ଥିଲା। ସଜ ପଖାଳ, ଛୁଞ୍ଚୁନିଆ ଶାଗ, ବଢି ଚୁରା, ତାର ଆକ୍ଚୁଆଲି ଯୋଉ ସ୍ୱାଦ ଥିଲା। କିନ୍ତୁ ବର୍ତ୍ତମାନ ତ ସଜ ପଖାଳ ଲୋକ ଆଉ ଖାଉନାହାନ୍ତି, ରୁଟି, ବ୍ରେଡ, ପାସ୍ତା ଏସବୁ ମାନେ ଖାଉଛନ୍ତି। ଶାନ୍ତି ଲାଗୁନି, ପେଟ ଗ୍ୟାସ ବି। ଖାଇଦବୁ ଯେତିକି ମାନେ ଖାଇଦବୁ, ଗୋଟେ କଂସା ପଖାଳ ଖାଇଦେଲୁ କି ଜିନିଷ କଣ ଲଗେଇ ଖାଇଦବୁ, ଯୋଉ ଶାନ୍ତି, ୟା ଦେହରେ ଜମା ଶାନ୍ତି ମିଳିବ ନାହିଁ ଯେତେ ଖାଅ। ତେଣୁ ନମସ୍କାର ସାଙ୍ଗମାନେ, ତେଣୁ ଯୋଉମାନେ ଭିଡିଓ ଦେଖୁଛନ୍ତି, ଏଇ ଯୋଉ ଦାନ୍ତ କାଠି ଦେଖନ୍ତୁ, ଇଏ ଦାନ୍ତ କରନ୍ତୁ ଦାନ୍ତ କାଠି, ଏ ଦାନ୍ତ କାଠି ଘଷିଲେ ବହୁତ କିଛି ଉପକାର ଅଛି। ଆମେ ସିନା ଏବେ ଗୋଟେ ଫ୍ୟାସନ ଯୁଗରେ ବ୍ରଶ କରୁଛନ୍ତି, ବ୍ରଶ କଲେ କଣ ଆମର ଏକ ଦାନ୍ତ ମାଡି ଖାଇବ, ତାପରେ ଦାନ୍ତ ଫର୍ଚା ହେଇଯାଉଛି, ବିଭିନ୍ନ ରକମ ଏମିତି ଡିଜିଜ ଆସୁଛି। କିନ୍ତୁ ପୁରାତନ ଲୋକମାନେ ଯୋଉଟା ୟୁଜ କରୁଥିଲେ, ଆମେ ସେଇ ଜିନିଷକୁ ନ ଭୁଲିବା ଦରକାର। କିନ୍ତୁ ସମସ୍ତେ ମାନେ ଚେଷ୍ଟା କରନ୍ତୁ ସେ ପୁରୁଣା ଯୁଗକୁ ଫେରିଯିବା ପାଇଁ। ଦାନ୍ତ କାଠି ଘଷନ୍ତୁ, ଆଉ ସାବୁନ କେବେ ୟୁଜ କରନ୍ତୁନି। ସେମିତି ଆଜିକାଲି ବନ ମାଟିରେ କେହି କରିବେନି କହିଲେ, କିନ୍ତୁ ତା ଦେହରେ ହଁ ମୁଲତାନ ମାଟି ବି ମିଳୁଛି, ତାକୁ ଆଣିକି ମୁଣ୍ଡ ସଫା କରିପାରିବେ। ତେଣୁ ସମସ୍ତେ କମେଣ୍ଟ କରନ୍ତୁ, ଆମେ ଯୋଉ ଏ ଭିଡିଓ ମାଧ୍ୟମରେ ଆପଣଙ୍କୁ କହିଲୁ ଆପଣଙ୍କୁ ଭଲ ଲାଗିଲା, ଠିକ ନା ଭୁଲ। ପରବର୍ତ୍ତୀ ଭିଡିଓରେ ଆପଣ ମାନଙ୍କୁ ପୁଣି ଏଇ ବିଷୟରେ କିଛି କହିବୁ। ରହୁଛୁ, ଜୟ ଜଗନ୍ନାଥ।